ওই মমতা দিদি কেমন আছে? বড় বড় কথা গপুଥିଲେ ଆପଣ ଓଡ଼ିଶା ବିଷୟରେ, କିନ୍ତୁ ଆପଣ ଘରେ ଆଣ୍ଠିଏ ପାଣି ସେ କଥା ତ କାହିଁ ଆପଣ କହୁନାହାନ୍ତି। ଏବେ ରିସେଣ୍ଟଲି ୱେଷ୍ଟବେଙ୍ଗଲର ଦୁର୍ଗାପୁର ଠାରେ ଜଣେ ଓଡ଼ିଆ ମହିଳାକୁ ଦୁଷ୍କର୍ମ ହେଇଛି, ଆଉ ସେଥିରେ ଆପଣ କଣ କହୁଛନ୍ତି ନା ସେ କାହିଁକି ରାତିରେ ଘରୁ ବାହାରିଥିଲା। ବା 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 ମମତା ଦିଦି କି ଆପଣ ରାଜନୀତି, ଆପଣ ଜଣେ ମହିଳା ହେଇକି ଆପଣ ଜଣେ ମହିଳାକୁ ଏଭଳି କଥାବାର୍ତ୍ତା କରୁଛନ୍ତି। ତାକୁ ସାନ୍ତ୍ୱନା ଦେବା ବଦଳରେ, ତାକୁ ସାହାଯ୍ୟ କରିବା ବଦଳରେ, ତାକୁ ନ୍ୟାୟ ଦେବା ବଦଳରେ ଆପଣ ତାକୁ କହୁଛନ୍ତି ସେ ଝିଅ କାହିଁକି ରାତିରେ ବାହାରୁଥିଲା। Whose responsibility? How they came out in the night at 12:30? They should not be allowed to come out in the outside. They have to protect themselves also. ମୁଁ ବୁଝିପାରୁନି ଆପଣ ଜଣେ ମହିଳା ହେଇକି ଗୋଟେ ମହିଳାକୁ ଏଭଳିଆ କଥାବାର୍ତ୍ତା କେମିତି କରୁଛନ୍ତି। ଆପଣ ୱେଷ୍ଟବେଙ୍ଗଲ ଜଣେ ମୁଖ୍ୟମନ୍ତ୍ରୀ, ପୁଣି ଆପଣ ମହିଳା, ଗୋଟେ ମହିଳା ବିଷୟରେ ଏଭଳିଆ ମନ୍ତବ୍ୟ ଦେବାଟା ଛି ଛି ଛି। ଆପଣ ନ୍ୟାୟ ଦେଇପାରିବେ ନାହିଁ। ସେ ଓଡ଼ିଆ ଝିଅ ହେଲା ବୋଲି ଆପଣ ନ୍ୟାୟ ଦେଲେନି। ଆପଣ କଲିକତାର ଗୋଟେ ଝିଅକୁ ବି ସେଭଳିଆ ଗୋଟେ ଡକ୍ଟର ଝିଅକୁ ବି ସେମିତି ଦୁଷ୍କର୍ମ କରାଲା, ସେଥିରେ ତ ଆପଣ କିଛି କରିପାରିଲେନି। ଆମ ଓଡ଼ିଆ ଝିଅଙ୍କୁ ତାକୁ ବି ଦୁଷ୍କର୍ମ କରାଲା, ଆପଣ ତାକୁ ସେଠି କିଛି କହିପାରିଲେନି। ଆପଣ କରିବେ କଣ? ଖାଲି ଆଳୁରେ ରାଜନୀତି କରିବେ। ଓଡ଼ିଶାରେ କଣ ହେଲା ଆପଣ କହୁଛନ୍ତି, କିନ୍ତୁ ଆପଣଙ୍କର ଏଠି ଘରେ ଆଣ୍ଟିଆ ପାଣି ସେଠି କିଛି କହୁନାହାନ୍ତି। ଲଜ୍ଜା ଲାଗିବା କଥା ଆପଣଙ୍କୁ। ଏଠି ଆପଣ କଂଗ୍ରେସ ବି ଏଠି କିଛି କହୁନି, କାରଣ କଂଗ୍ରେସ ପାର୍ଟି ଚୁପ୍। ସେ କହିବେ କେମିତି? ଛାଡ଼ ହୋ, ଆପଣଙ୍କଠାରୁ ଆଉ କଣ ଆଶା କରାଯାଏ? ସମସ୍ତେ ଜାଣିଛନ୍ତି ଆପଣ କୋଉ ଭଳିଆ ଟାଇପର ମୁଖ୍ୟମନ୍ତ୍ରୀ। ତ ଆପଣ ତ ତାକୁ ନ୍ୟାୟ ଦେଇପାରିଲେ ନା, ତ ସେଟା ଦୂର ଥାଉ, କିନ୍ତୁ ଆପଣ ମନ୍ତବ୍ୟ କଣ ଦଉଛନ୍ତି ସେ ଝିଅ ରାତିରେ କାହିଁକି ବାହାରିଥିଲା। ତାମାନେ ଆପଣଙ୍କ ରାଜ୍ୟରେ କେହି ବି ଆଉ ରାତିରେ ବାହାରିବେନି କୋଉ ଝିଅ ପିଲା, କାରଣ ସମସ୍ତେ ତ ଆପଣ ଦୁଷ୍କର୍ମ କରିବାକୁ ଅନେଇ ଅଛନ୍ତି ନା। ଗୋଟେ ମହିଳାଟା ରାତିରେ କେମିତି ବାହାରିବ? ରାତିରେ ବାହାରିଲା ମାନେ ଦୁଷ୍କର୍ମ ହେଇଯିବ, ଆପଣ କହିବେ ରାତିରେ କାହିଁ ବାହାରିଥିଲା। କି ଆଶ୍ଚର୍ଯ୍ୟ ଲୋକ ଆପଣ, ମୁଁ ବୁଝିପାରୁନି। ଆଉ କିଭଳି ଟାଇପର ମହିଳା ଆପଣ, ମୁଁ ବୁଝିପାରୁନି। ଗୋଟେ ମହିଳା ହେଇକି ଆପଣ ଗୋଟେ ମହିଳାର ଦୁଃଖ ନ ବୁଝିକି, ତାକୁ ସାନ୍ତ୍ୱନା ନ ଦେଇକି, ତା ନ୍ୟାୟ ନ ଦେଇକି ଆପଣ କହୁଛନ୍ତି ସେ ରାତିରେ କାହିଁକି ବାହାରିଲା। ଏଥିରେ ଆପଣଙ୍କୁ ଜନତା ଠିକ ଉପଯୁକ୍ତ ଆପଣଙ୍କୁ ଦଣ୍ଡ ଦେବେ। ଯେତେବେଳେ ନିର୍ବାଚନ ଆସିବ ସେତେବେଳେ ଆପଣଙ୍କୁ ଜନତା ଠିକ ଆପଣଙ୍କୁ ଦଣ୍ଡ ଦେବେ। ଆପଣ କିଭଳିଆ ଟାଇପର ଆପଣ ମନ୍ତବ୍ୟ ଦଉଛନ୍ତି ଆପଣ ନିଜେ ବୁଝନ୍ତୁ।